ଯେଉଁମାନେ ଏଥର ନୂଆକରି ସିଏମ୍ କିଷାନ ଯୋଜନା ଟଙ୍କା ପାଇଛନ୍ତି ତେବେ ସେମାନଙ୍କୁ ପିଏମ୍ କିଷାନ ଟଙ୍କା ବି ମିଳିବ। ହେଲେ ଏହା ପୂର୍ବରୁ ଆପଣଙ୍କୁ ଏହି କାମ କରାଇ ନେବା ଜରୁରୀ। ଏନେଇ ଦେଖନ୍ତୁ ଆଇଏଣ୍ଡପିଆର୍ ଡିପାର୍ଟମେଣ୍ଟ ଓଡ଼ିଶା ତରଫରୁ ଏବେ ଏକ ଟ୍ୱିଟ୍ ଜରିଆରେ ସୂଚନା ଆସିଛି। କ'ଣ କରିବାକୁ ପଡ଼ିବ, କ'ଣ ରହିଛି ଅପଡେଟ୍, ଭିଡ଼ିଓରେ ଜାଣିବା। ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଯଦି ଆପଣମାନେ ବି ନୂଆକରି ସିଏମ୍ କିଷାନ ପାଇଛନ୍ତି ତେବେ ଆପଣ ବି ପିଏମ୍ କିଷାନର 2000 ପାଇପାରିବେ। ଜାଣିବା ପୂର୍ବରୁ ভিডিও গোটে লাইক କରିଦେବେ। ସବସ୍କ୍ରାଇବ୍ କରିନଥିଲେ ଏବେ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ଦେଖନ୍ତୁ ଆଇଏଣ୍ଡପିଆର୍ ଡିପାର୍ଟମେଣ୍ଟ ଓଡ଼ିଶା କ'ଣ ସୂଚନା ଦେଇଛି ନା ସରକାରଙ୍କ ଡିଜିଟାଲ କୃଷି ଅଧୀନରେ କୃଷକ ପଞ୍ଜୀକରଣ ଜାରି ରହିଛି। ଚାଷୀମାନେ ଗ୍ରାମ ପଞ୍ଚାୟତ ସ୍ତରୀୟ କ୍ୟାମ୍ପ, କୃଷକ ରେଜିଷ୍ଟ୍ରି ପୋର୍ଟାଲ ଯେଉଁଟାକି ଲିଙ୍କ ଦେଖିପାରୁଥିବେ, ତା ଛଡ଼ା ଗ୍ରାମ ପଞ୍ଚାୟତ ସ୍ତରରେ ନିଯୁକ୍ତ ସହାୟକ ଏବଂ ନିକଟସ୍ଥ ଜନସେବା କେନ୍ଦ୍ରରେ ପଞ୍ଜୀକରଣ କରିପାରିବେ। ଅଧିକ ସୂଚନା ପାଇଁ 155333 ଯୋଗାଯୋଗ କରିପାରିବେ। ତା ଛଡ଼ା ଦେଖନ୍ତୁ ଆଉ ଏକ ପୋଷ୍ଟରେ କ'ଣ ଲେଖା ହେଇଛି ନା କୃଷକ ରେଜିଷ୍ଟ୍ରି ସରକାରଙ୍କର ଡିଜିଟାଲ କୃଷି ଅଧୀନରେ କୃଷକ ପଞ୍ଜୀକରଣ ଜାରି ରହିଛି। ସମସ୍ତ ବର୍ଗର ଚାଷୀ ଓ ପିଏମ୍ କିଷାନ ହିତାଧିକାରୀ ଏଥିରେ ପଞ୍ଜୀକୃତ ହେବା ଅନିବାର୍ଯ୍ୟ ବା ଆପଣ ନିହାତି କରିପାରିବେ। ନଚେତ ଆପଣ ପିଏମ୍ କିଷାନ ଯୋଜନାରୁ ବଞ୍ଚିତ ହୋଇପାରନ୍ତି। ଏବେ ଦେଖନ୍ତୁ ଆବଶ୍ୟକୀୟ ଦସ୍ତାବିଜ କ'ଣ। ଆପଣଙ୍କ ଡକୁମେଣ୍ଟ ଦରକାର ନା ଆଧାର କାର୍ଡ, ଆଧାର ସଂଯୁକ୍ତ ମୋବାଇଲ ନମ୍ବର, ନିଜ ନାମରେ ଥିବା ଜମି ପଟା। ତାହା ଛଡ଼ା ଜମି ଜମା ରେକର୍ଡ ନିଜ ନାମରେ ନଥିଲେ, ଯଦି ଆପଣଙ୍କ ନିଜ ନାମରେ ଜମି ଜମା ନାହିଁ ତେବେ କେମିତି ଟଙ୍କା ପାଇବେ ନା ମୃତ ଜମିଧାରୀଙ୍କ ମୃତ୍ୟୁ ପ୍ରମାଣପତ୍ର କିମ୍ବା ଉତ୍ତରାଧିକାରୀ ପ୍ରମାଣପତ୍ର ସହ ତହସିଲ କାର୍ଯ୍ୟାଳୟରେ ଯୋଗାଯୋଗ କରି ଜମି ପଟା କିମ୍ବା ଆପଣ RORରେ ନାମ ସଂଶୋଧନ କରାଇ ନିଅନ୍ତୁ। ତାହା ଛଡ଼ା ଦେଖନ୍ତୁ ନିମ୍ନସ୍ଥ 4ଟି ଉପାୟ ମଧ୍ୟରୁ ଯେକୌଣସି ଉପାୟ ମଧ୍ୟରୁ କୃଷକ ରେଜିଷ୍ଟ୍ରି ପୋର୍ଟାଲରେ ତୁରନ୍ତ ନିଜକୁ ପଞ୍ଜୀକୃତ କରନ୍ତୁ। ଯେମିତିକି ଦେଖନ୍ତୁ ନିକଟସ୍ଥ ଜନସେବା କେନ୍ଦ୍ର, 2ରେ ଗ୍ରାମ ପଞ୍ଚାୟତ ସ୍ତରରେ ନିଯୁକ୍ତ ସହାୟକ, 3ରେ ବ୍ୟକ୍ତିଗତ ସ୍ତର, 4ରେ ଗ୍ରାମ ପଞ୍ଚାୟତ ସ୍ତରୀୟ କ୍ୟାମ୍ପ। ଜାଣି ରଖନ୍ତୁ ଆପଣ ବି ଚାହିଁଲେ ଏହାର ହେଲ୍ପଲାଇନ୍ରେ କଣ୍ଟାକ୍ଟ କରିପାରିବେ। ଯେଉଁଟାକି ଆପଣଙ୍କୁ ଯଦି ପିଏମ୍ କିଷାନରେ ଟଙ୍କା ପାଇବା ପାଇଁ ଚାହୁଁଛନ୍ତି, ପିଏମ୍ କିଷାନର ତ ଭୂମିହୀନକୁ ଟଙ୍କା ମିଳୁନି, ଯେଉଁମାନେ ଚାଷୀ ସେମାନଙ୍କୁ ଟଙ୍କା ମିଳୁଛି। ତେଣୁ ଆପଣଙ୍କୁ କୃଷକ ରେଜିଷ୍ଟ୍ରି କରିବାକୁ ପଡ଼ିବ, ତାପରେ ଆପଣ ମଧ୍ୟ ପିଏମ୍ କିଷାନ ଥ୍ରୁରୁ ଟଙ୍କା ପାଇପାରିବେ। ଆପଣ ରେଜିଷ୍ଟର କରିବା ପାଇଁ ଜନସେବା କେନ୍ଦ୍ର ଭିଜିଟ୍ କରନ୍ତୁ। ଏମିତିକି ଲିଙ୍କ ଆମେ ଡେସ୍କ୍ରିପ୍ସନରେ ଦେଇଛୁ, ଚେକ୍ କରନ୍ତୁ।